ଏହି ଭିଡ଼ିଓ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଟେ, କାରଣ ଏହି ଭିଡ଼ିଓରେ ଆପଣ ଜାଣିପାରିବେ କି ଆପଣଙ୍କ ଜୀବନରେ ଏତେ ଦୁଃଖ କାହିଁକି, କେତେ ବର୍ଷ ବୟସରେ ଆପଣଙ୍କ ଭାଗ୍ୟ ଉଦୟ ହୋଇଥାଏ ଓ କେଉଁ ରାଶିଠାରୁ ଆପଣଙ୍କୁ ସର୍ବଦା ଦୂରେଇ ରହିବା ଉଚିତ। ଆପଣଙ୍କର ଆଟାଚମେଣ୍ଟ, ଆପଣଙ୍କ ତାଳମେଳ, ଆପଣଙ୍କର ବୈଚାରିକ ମତଭେଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ଏହି ରାଶି ସହିତ। ତ ମନେ ରଖନ୍ତୁ, କିଛି ବି ହୋଇଯାଉ ନିଜର କମଜୋରି ଅନ୍ୟ ଆଗରେ କେବେ ବି କୁହନ୍ତୁ ନାହିଁ। ଚାଲନ୍ତୁ ଜାଣିବା। ତ ମୀନ ରାଶିରେ ଜ୍ୟୋତିଷ ଶାସ୍ତ୍ରର ଶେଷ ରାଶି ହୋଇଥାଏ ଓ 12 ନମ୍ବର ରାଶି ହୋଇଥାଏ ମୀନ ରାଶି। ଯେଉଁ ରାଶିରେ ବୃହସ୍ପତି ଦେବ ସ୍ୱରାଶିର ହୋଇଥାନ୍ତି ଓ ଶୁକ୍ର ଦେବ ଉଚ୍ଚର ମନାଯାଇଥାଏ। ମୀନ ରାଶିରେ କୌଣସି ବି ଗ୍ରହ ନୀଚ ମନାଯାଏ ନାହିଁ। ପ୍ରଥମେ ଆମେ ଜାଣିବା କିପରି ହୋଇଥାନ୍ତି ମୀନ ରାଶିର ବ୍ୟକ୍ତିମାନେ। ମୀନ ରାଶି ଜଳତତ୍ତ୍ୱର ରାଶି ଅଟେ। ଏମାନେ କୌଣସି ବି ସ୍ଥାନରେ ସ୍ଥିର ନଥାନ୍ତି। କୌଣସି ଯେପରିକି ରାଗ, କ୍ରୋଧ, ଏମାନେ କିଛି ସମୟ ପରେ ତାହାକୁ ଭୁଲି ଯାଇଥାନ୍ତି। ମନରେ ଏକାଗ୍ର ରୁହେନି। ମୁଁ ଏହା କରିବି, ତାହା କରିବି, ପରିବର୍ତ୍ତନଶୀଳ ବହୁତ ଦେଖାଯାଇଥାଏ ଏମାନଙ୍କଠାରେ। କୌଣସି କଥାକୁ ସିରିୟସ୍ ଏମାନେ ନେଇ ନଥାନ୍ତି, କିନ୍ତୁ ଯେବେ ବି ନିଅନ୍ତି ସିରିୟସ୍ ତାହେଲେ ଅଧିକ ସିରିୟସ୍ ହୋଇଯାଇଥାନ୍ତି। ମୀନ ରାଶିର ବ୍ୟକ୍ତିମାନେ ବହୁତ ଭଲ ସ୍ୱଭାବର ହୋଇଥାନ୍ତି, ଶାନ୍ତ ସ୍ୱଭାବର ହୋଇଥାନ୍ତି, ବହୁତ ଜ୍ଞାନୀ ମଧ୍ୟ ହୋଇଥାନ୍ତି। ଜ୍ଞାନ ଦେବାରେ ସବୁବେଳ ପାଇଁ ତତ୍ପର ହୋଇଥାନ୍ତି। କୌଣସି ବି କଥାରେ ନିଜର ଜ୍ଞାନ ଦେଇଥାନ୍ତି। ଏମାନେ ଦୟାଳୁ, ପରୋପକାରୀ ହୋଇଥାନ୍ତି। ସିଙ୍ଗିଂ, ଆର୍ଟରେ ଏମାନଙ୍କର ବହୁତ ସଉକ ଥାଏ। ଏମାନେ ଲଙ୍ଗ ଟ୍ରାଭେଲିଂ କରିବାକୁ ବହୁତ ଭଲ ପାଆନ୍ତି ଓ ଟ୍ରାଭେଲିଂ ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ। ନିଜେ ସଜବାଜ ହୋଇ ରହିବା, ବ୍ରାଣ୍ଡେଡ଼ ଜିନିଷ ପ୍ରତି ଏମାନଙ୍କ ଆଟ୍ରାକ୍ଟିଭ ବହୁତ ଥାଏ। ଏମାନେ ନିଜକୁ ଲକ୍ଜରୀ ଲାଇଫରେ ଜିଇବାକୁ ବହୁତ ପସନ୍ଦ କରନ୍ତି। ଚାଲନ୍ତୁ ଜାଣିବା କେତେ ବର୍ଷ ବୟସରେ ଏମାନଙ୍କର ଭାଗ୍ୟ ଉଦୟ ହୋଇଥାଏ, ଭାଗ୍ୟ ଏମାନଙ୍କୁ ସାଥ ହୋଇଥାଏ। ତ 26 ବର୍ଷରୁ ଆରମ୍ଭ ହୋଇ 34 ବର୍ଷ ମଧ୍ୟରେ ଏମାନଙ୍କ ଭାଗ୍ୟ ଉଦୟ ହୋଇଥାଏ। ଫ୍ୟାମିଲି ଲାଇଫରେ, କ୍ୟାରିୟରରେ ବହୁତ ଉନ୍ନତି କରିଥାନ୍ତି। ଯେକୌଣସି କାର୍ଯ୍ୟ ହୋଇପାରିନଥାଏ ଆପଣଙ୍କର ଏହି ବୟସରେ ହୋଇଯାଇଥାଏ। ଏବେ ଚାଲନ୍ତୁ ଜାଣିବା କେଉଁ ରାଶିଠାରୁ ଆପଣଙ୍କୁ ସବୁବେଳେ ଦୂରେଇ ରହିବା ଉଚିତ। ଲଙ୍ଗ ଟାଇପ୍ରେ ଆପଣ ଧୋକା ଖାଇପାରନ୍ତି ଓ ଏମାନଙ୍କଠାରେ ବୈଚାରିକ ମତଭେଦ ଆପଣଙ୍କର ଫ୍ୟାମିଲିରେ ଥିଲେ ମଧ୍ୟ ନିହାତି ଆର୍ଗ୍ୟୁମେଣ୍ଟ ଦେଖାଯାଇଥାଏ ଏମାନଙ୍କ ସହିତ। ସେ ତିନୋଟି ରାଶି ହେଉଛି ବୃଷ ରାଶି, ମିଥୁନ ରାଶି ଓ କୁମ୍ଭ ରାଶି। ଏବେ ଚାଲନ୍ତୁ ଜାଣିବା ଆପଣଙ୍କ ଜୀବନରେ ଦୁଃଖ କାହିଁକି। ମୀନ ରାଶିର ବ୍ୟକ୍ତିମାନେ ସମସ୍ତଙ୍କ ସହିତ ଆଟାଚ୍ ହୋଇଥାନ୍ତି। ନିଜର ଫିଲିଙ୍ଗସକୁ ସେୟାର କରିଦିଅନ୍ତି। ଆପଣ ବହୁତ କ୍ଲୋଜ୍ ହୋଇଯାଇଥାନ୍ତି। ଆପଣ ଅନ୍ୟମାନଙ୍କୁ ନିଜର ଭାବି ଦେଇଥାନ୍ତି ଅଧିକାଂଶ ଟାଇମ୍ରେ ଓ ଆପଣ ସିକ୍ରେଟ୍ ସେୟାର କରିଦିଅନ୍ତି, ଯାହା ଫଳରେ ପଛରେ ଆପଣଙ୍କୁ ବହୁତ ବଡ଼ ଭୟଙ୍କର ପରିଣାମ ଭୋଗିବାକୁ ପଡ଼େ ଓ ଦୁଃଖ ପାଇଥାନ୍ତି। ଦ୍ୱିତୀୟରେ ଆପଣ ଇମାନଦାର ହୋଇଥାନ୍ତି। ଆପଣ ବହୁତ ଭଲ ହୋଇଥାନ୍ତି ଓ ଏହାର ଫାଇଦା ଉଠାଇଥାନ୍ତି ଅନେକ ଖଳ ପ୍ରକୃତିର ଲୋକ। ଆପଣଙ୍କ ସରଳତାକୁ ନେଇ ଆପଣଙ୍କୁ ବ୍ୟବହାର କରିବାକୁ ଲାଗିଯାଆନ୍ତି। ତ ଆଉ ସବୁବେଳେ ପାଇଁ ମନେ ରଖନ୍ତୁ, ଅନ୍ୟକୁ ହେଲ୍ପ କରନ୍ତୁ କିନ୍ତୁ ନିଜକୁ ୟୁଜ୍ ହେବାକୁ ଦିଅନ୍ତୁ ନାହିଁ। ତ ତୃତୀୟରେ ଆପଣ ଅଧିକ ପଇସା ଖର୍ଚ୍ଚ କରିପାରନ୍ତି ଓ ଡିସିସନ୍ ବହୁତ ଲେଟ୍ରେ ନିଅନ୍ତି। ଡିସିସନ୍ ପାୱାର ଆପଣଙ୍କ ପାଖରେ, ଆପଣ ବହୁତ ଲୋ ଅଟନ୍ତି ଡିସିସନ୍ ନେବାରେ। ଠିକ୍ ଟାଇମ୍ରେ ଡିସିସନ୍ ନେବେନି। ଯେଉଁଠି ଯାହା କହିବା କଥା ସେଠି ମଧ୍ୟ ତାହା ନ କହନ୍ତି ଓ ଯେଉଁଠି ଯାହା ନ କହିବା କଥା ତାହା ମଧ୍ୟ କହିଦିଅନ୍ତି, ଯାହାଫଳରେ ପରେ ଆପଣ ଅନୁତାପ କରିଥାନ୍ତି। ତୃତୀୟରେ ଆପଣଙ୍କର ସବୁବେଳେ ଅସ୍ଥିରତା ପ୍ରକୃତି ଆପଣଙ୍କୁ ବହୁତ ଥର ଲସ୍ରେ ପକାଇଥାଏ। ଆଜି ଏହା କରିବି, କାଲି ସେ ବିଜନେସ୍ କରିବି, କାଲି ସେ ବିଜନେସ୍ କରିବି, ଆପଣ କୌଣସି କାର୍ଯ୍ୟରେ ସ୍ଥିର ନଥାନ୍ତି। ତେଣୁ ଏ ପ୍ରକୃତିକୁ ବଦଳାନ୍ତୁ। ବିଚାରରେ ସ୍ଥିର ମଧ୍ୟ ହୋଇନଥାନ୍ତି ଓ ସମୟାନୁବର୍ତ୍ତିତା ହେବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ। ଜଲ୍ଦିବାଜିରେ କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ, ଯାହାଫଳରେ ଆପଣଙ୍କୁ ବହୁତ ଲସ୍ ହୋଇପାରେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲିବେନି। ଜୟ ଜଗନ୍ନାଥ।